ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ସ୍ୱର୍ଣ୍ଣଭ ବେଳାଭୂମିରେ ପ୍ରତିବର୍ଷ ପରି 21 ତାରିଖ ଠାରୁ 5 ଦିନ ବ୍ୟାପୀ ବାଏ ଅଫ୍ ବା ବ୍ରିଙ୍ଗ ୟୁର ଓନ୍ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଯାଇଛି। ସନ୍ ସାଣ୍ଡ ଆଣ୍ଡ ସ୍କ୍ରିନ୍ ଏଭଳି ଏକ ଅଭିନବ ପ୍ରୟାସ ଜାରି ରଖିଛି ବାଏ ଅଫ୍ କମିଟି। ବିଶେଷ କରି ଯୁବ ନିର୍ମାତା, ପ୍ରଯୋଜକ ଓ ଚଳଚ୍ଚିତ୍ର ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଖୋଲା ମଞ୍ଚରେ ସୁଯୋଗ ଦେବା ପାଇଁ 21 ବର୍ଷ ତଳେ ବାଏ ଅଫ୍ ବା ବ୍ରିଙ୍ଗ ୟୁର ଓନ୍ ଫିଲ୍ମ ଫେଷ୍ଟିଭାଲ ପରିକଳ୍ପନା କରାଯାଉଥିଲା। ଚଳିତ ବର୍ଷ ସମଗ୍ର ଦେଶ ଓ ଦେଶ ବାହାରୁ 60ଟି ଚଳଚ୍ଚିତ୍ର ସ୍କ୍ରିନିଂ ହେବ। ଏଥିସହ ଏହି 5 ଦିନ ବ୍ୟାପୀ ଉତ୍ସବରେ ଦେଶ ତଥା ଦେଶ ବାହାରୁ ଚଳଚ୍ଚିତ୍ର ସହ ଜଡ଼ିତ 300ରୁ ଅଧିକ ପ୍ରତିନିଧି ଯୋଗ ଦେବେ। ଏହି ବାଏ ଅଫ୍ ବା ବ୍ରିଙ୍ଗ ୟୁର ଓନ୍ ଫିଲ୍ମ ଫେଷ୍ଟିଭାଲ ବିଶେଷତ୍ୱ ହେଲା ଏହି ଚଳଚ୍ଚିତ୍ର ମହୋତ୍ସବରେ କୌଣସି ମନୋନୟନ, ଜୁରି କିମ୍ବା ପୁରସ୍କାର ନାହିଁ। ଉଭୟ ଅଭିଜ୍ଞ ଓ ଯୁବ ଫିଲ୍ମ ନିର୍ମାତା, ପ୍ରଯୋଜକଙ୍କ ସମାହାର ଏହି ଫିଲ୍ମ ମହୋତ୍ସବରେ ଦେଖିବାକୁ ମିଳିଥାଏ। ନିଜ ନିଜ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରା, ଭାଷା, ଚାଲିଚଳଣି, ଉତ୍ସବ ଓ ପର୍ବପର୍ବାଣୀ ତଥା ସମୟରେ ଘଟୁଥିବା ଘଟଣାବଳୀ ଓ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର, ପ୍ରାମାଣିକ ଓ ଡକୁମେଣ୍ଟାରୀ ଚଳଚ୍ଚିତ୍ର ଏହି ମହୋତ୍ସବରେ ସ୍କ୍ରିନିଂ ହେବ। ଆଜିର ଯୁବ ଫିଲ୍ମ ନିର୍ମାତାମାନେ ଅଭିଜ୍ଞଙ୍କ ଠାରୁ ଅନୁଭୂତି ଓ ଜ୍ଞାନ ଆହରଣ କରିବା ସହ ପରସ୍ପର ମଧ୍ୟରେ ଭାବ ବିନିମୟ କରିବେ। ତରଙ୍ଗ ପ୍ଲସ୍ ସହଯୋଗରେ 21ତମ ବାଏ ଅଫ୍ ବା ବ୍ରିଙ୍ଗ ୟୁର ଓନ୍ ଫିଲ୍ମ ଫେଷ୍ଟିଭାଲ ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ସନ୍ଧ୍ୟାରେ ପୁରୀର ଯୁବ ଫିଲ୍ମ ନିର୍ମାତା ଆଶୁତୋଷ ପଟ୍ଟନାୟକଙ୍କ ପୁରୀର ଜାଗା ଆଖେଡ଼ା ସଂସ୍କୃତିକୁ ନେଇ ହୋଇଥିବା 27 ମିନିଟର ଜାଗା ଆଖେଡ଼ା ଡକୁମେଣ୍ଟାରୀ ପ୍ରଥମେ ସ୍କ୍ରିନିଂ ହୋଇଥିଲା। ଏହାପରେ ସୈଫ୍ କିଡୱାଇଙ୍କ 4ଟି ଚଳଚ୍ଚିତ୍ର ହିଟ୍ ଦିଲ୍ଲୀ ଏନ୍ଏସ୍ଆର, ଟକାଟକି, ଫୋକ୍ଲୋର, ପାୱାର ଫର୍ ଅଲ୍, ସକିଂ ଦୋରୋଗା ସ୍କ୍ରିନିଂ ହୋଇଥିଲା। ଉଦ୍ଘାଟନୀ ଉତ୍ସବରେ ବ୍ରିଙ୍ଗ ୟୁର ଓନ୍ ଫିଲ୍ମ ଫେଷ୍ଟିଭାଲ ମୁଖ୍ୟ ସୁଶାନ୍ତ ମିଶ୍ର, ଇରାନରୁ ଆସିଥିବା ନାଜାନିନ୍, କପିଳାସ ଭୂୟାଁ, ତରଙ୍ଗ ପ୍ଲସ୍ ଓଟିଟି ମୁଖ୍ୟ ଲିସିତା ପଣ୍ଡା, ପ୍ରଶାସନ ମୁଖ୍ୟ ରବୀନ୍ଦ୍ର କିଶୋର ସାହୁ ଉପସ୍ଥିତ ରହିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଏହି ଫିଲ୍ମ ଫେଷ୍ଟିଭାଲରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଗଣମାଧ୍ୟମ ବିଭାଗର ଛାତ୍ରଛାତ୍ରୀ, ସଂସ୍କୃତି ଓ ଚଳଚ୍ଚିତ୍ର ପ୍ରେମୀ ଯୋଗ ଦେଇଥିଲେ। Namaskar, Jai Jagannath. Thank you all for coming tonight, and I'm very proud of my friends for putting the 21st Festival of Bayaf at 2024. And I'm very excited to see especially the movie that a local person has produced, and see about the culture of Puri. And I cannot enter the Jagannath temple, but I would love to one day to enter that temple. But I am still very happy to be here. ଯେତେବେଳେ ଜାଗା ଆଖେଡ଼ାଟି ସ୍କ୍ରିନିଂ ହେଉଛି ତ ମୁଁ ବହୁତ ଖୁସି ଯେ ଆମ ପୁରୀ ମାଟିରେ ମୋର ପୁରୀର କଲଚର ଉପରେ ହେଇଥିବା ଡକୁମେଣ୍ଟାରୀ ସ୍କ୍ରିନିଂ ହେଉଛି। ଆଉ ସମସ୍ତଙ୍କୁ ଖୁସି ଲାଗେ ନିଜ ଜାଗାରେ ନିଜର କିଛି କାମ ଦେଖିବା ପାଇଁ। ତ ପ୍ରଥମ ସ୍କ୍ରିନିଂ ମୋର ଅଛି। ଦ୍ୱିତୀୟ କଥା ହେଲା ଯେ ଫିଲ୍ମ ମେକର ହିସାବରେ ଦେଖିବେ ତ ଏଇ ପ୍ଲାଟଫର୍ମଟି ଆମକୁ ସେତିକି ସୁଯୋଗ ଦେଇଛି ଯେ ଆମ ଫିଲ୍ମକୁ ଅଲଗା ଫିଲ୍ମ ମେକରମାନଙ୍କ ସହିତ ଆମେ କନେକ୍ଟେଡ୍ କରିପାରୁ, ପରସ୍ପର ଡିସ୍କସନ୍ ମାଧ୍ୟମରେ ଜାଣିପାରୁ ତୁମ ଫିଲ୍ମର ଡ୍ରବ୍ୟାକ୍ସ କ'ଣ ରହିଛି, କି ଭଲ ଗୁଣ କ'ଣ ରହିଛି, ଖରାପ କ'ଣ ରହିଛି। ତ ଆମକୁ ନେକ୍ସଟ କିଛି କରିବା ପାଇଁ ଗୋଟେ ଏକ୍ସପିରିଏନ୍ସ ମିଳେ, ଗୋଟେ ଆମକୁ ତର୍ଜମା କରିବା ପାଇଁ ଗୋଟେ ବାଟ ମିଳେ ବାୟୋ ଦ୍ୱାରା। ଆଉ ଯେଉଁଠିକି ଆପଣ ଫିଲ୍ମଟିକି ସ୍କ୍ରିନିଂ କରିବେ, ଆପଣ ସାଙ୍ଗସାଥିମାନଙ୍କ ସହିତ ଧରିବେ, ଏଠି କୌଣସି ପ୍ରକାର ରେଷ୍ଟ୍ରିକ୍ସନ୍ ନାହିଁ ଯେ ଆପଣ ଫିଲ୍ମ ଏଇ କ୍ୟାଟେଗୋରୀ ଦେଇ ଦିଆଯାଇଥିବା ଦରକାର, ଏଇ ଏଲିଜିବିଲିଟି କ୍ରାଇଟେରିଆ ଦେଇ ଯାଇଥିବା ଦରକାର। ଆପଣ ଗୋଟେ ଫିଲ୍ମ ମେକର କିଛି ଫିଲ୍ମ ବନେଇଛନ୍ତି, ଆପଣ ଆପଣଙ୍କ ଫିଲ୍ମ ସ୍କ୍ରିନ୍ କରିପାରିବେ, ସେଇଟାର ଗୋଟେ Miss Litisha Panda from Tarang who are collaborating with us this year, which is a very right time for collaboration, for pitching for feature films, documentaries,
short fictions, and we are grateful to them for that. So, this has been a no hierarchy, no jury, no selection. This has been a very open kind of film festival which is happening, and we have maintained those principles till now, which is the 21st year. Although it has a scope to widen itself to becoming more accommodative, more into the areas of competitive in nature. It was a very easy decision to collaborate with Bioff, which says bring your own film. Uh, it does not only encourage people to come from outside and showcase their film, but it promotes youngsters and filmmakers and content creators to bring their own culture, own stories of their community to the forefront through this festival. ସମସ୍ତଙ୍କୁ ନମସ୍କାର। ମୁଁ ବି ଆପଣମାନଙ୍କ ଭଳିଆ ସବୁବେଳେ ସେପଟେ ରହେ, ଆଜି ଏପଟେ ବସିଛି, କିନ୍ତୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ପୁରୀର ମିଡ଼ିଆ ରିପ୍ରେଜେଣ୍ଟେଟିଭ୍ ସମସ୍ତଙ୍କୁ ଧନ୍ୟବାଦ ଦେବି, ବିକଜ ଆପଣମାନଙ୍କ ସହଯୋଗ ଯୋଗୁଁ ଗତ 20 ବର୍ଷ ଧରି ଚାଲିଛି ଏବଂ ଆମେ 21st ଏଡିସନ୍ ଏଥର ଅର୍ଗାନାଇଜ୍ କରୁଛୁ ଏବଂ ଆମେ ବହୁତ ଡେରିରେ କାମ ଆରମ୍ଭ କରୁ, କିନ୍ତୁ ଫୁଟଫଲ୍ ହୁଏ। ଫିଲ୍ମ ମେକର୍ସ ମାନେ ତାଙ୍କ ଫିଲ୍ମ ନେଇକି ଆସନ୍ତି ଏବଂ ସେଥିପାଇଁ କଲିକତା ଫିଲ୍ମ ମେକର ମାନଙ୍କୁ ଆମେ ବହୁତ ଧନ୍ୟବାଦ ଦେବା, କାରଣ ସେମାନେ ଲାଷ୍ଟ ମୋମେଣ୍ଟରେ ବି ବହୁତ ଫିଲ୍ମ ଧରିକି ପଳେଇ ଆସନ୍ତି। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।